ଆଜିର ଏଇ ଥଣ୍ଡା ଥଣ୍ଡା ପାଗକୁ ଆସନ୍ତୁ ବନେଇବା ପନିରରେ ଗୋଟେ ଚଟପଟା ରେସିପି ଯାହାକି 5-10 ମିନିଟ୍ ମଧ୍ୟରେ ବନିଯାଇଥାଏ। ଆଉ ଖାଇବାକୁ ତ ଏତେ ସୁଆଦିଆ ଲାଗିଥାଏ ଯେ ରୁଟି ପରଟା ନାନ୍ ଯେଉଁଥିରେ ବି ଖାଇଲେ ବହୁତ ଟେଷ୍ଟି ଲାଗେ। ନିଶ୍ଚୟ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ବହୁତ ଭଲ ଲାଗିବ। ତେବେ ଡେରି ନକରି ଚ୍ୟାଲେଞ୍ଜ ଷ୍ଟାର୍ଟ କରିବା ଆଜିର ରେସିପି। ଆପଣ ସମସ୍ତଙ୍କୁ ଓଡ଼ିଆ ବୋଉ ଚିଲିଜ କୁକିଂରେ ବହୁତ ସ୍ୱାଗତ। ତ ପ୍ରଥମେ ଏଇଠି ମୁଁ 2 ଖଣ୍ଡ ପନିର ନେଇଛି। ଏଇଠି ଆପଣ ମାନେ ଯେତିକି ପରିମାଣରେ ବନାଉଥିବେ ସେହି ହିସାବରେ ନେବେ। ଏଇଟା ପାଖାପାଖି 300 ଗ୍ରାମର ପନିର ଅଛି। ଏଇଠି ମୁଁ ଗୋଟେ ଥାଳି ନେଇଛି, ଆଉ ଏଥିରେ ମାନେ ଗ୍ରେଟର ନେଇଛି, ଆଉ ଏଥିରେ ସେ ପନିରକୁ ଗ୍ରେଟ୍ କରିନେବା। ଆପଣ ଚାହିଁଲେ ଏମିତି ଯଦି ଗ୍ରେଟର ଅଛି ଗ୍ରେଟ୍ କରିଦେବେ, ନହେଲେ ହାତରେ ୟାକୁ ମାନେ ଗୁଣ୍ଡ ଗୁଣ୍ଡ ମାନେ ଖଣ୍ଡ ଖଣ୍ଡ କରିନେବେ। ଦେଖନ୍ତୁ ସବୁ ପନିରକୁ ଏଇଠି ମୁଁ ଗ୍ରେଟ୍ କରି ନେଇଛି। ଆଉ ଯାହା ବି ବଡ଼ ବଡ଼ ଖଣ୍ଡରେ ଯେଉଁ ଗଳି ପଡ଼ିଥିଲା ତାକୁ ମଧ୍ୟ ହାତରେ ୟାକୁ ଗ୍ରେଟ୍ ମାନେ ଖଣ୍ଡ କରି ନେଇଥିଲି। ଏଠି ଦେଖନ୍ତୁ ଗ୍ୟାସ୍ ଅନ୍ କରି ଗୋଟେ ଫ୍ରାଇଂ ପ୍ୟାନ୍ ବସେଇଛି, ଆଉ ଏଥିରେ ଦେଉଛି ସୋରିଷ ତେଲ 2 ଚାମଚ 2-3 ଚାମଚ ସୋରିଷ ତେଲ ଦେବା। ଟିକେ ଗରମ ହେବା ପରେ ଜିରା ଦେଇଦେଇଛି, ଗୋଟେ ଛୋଟ ଚାମଚ ଜିରା ଦେଇଛି। ଜିରା ଫୁଟିବା ପରେ 2ଟି କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଆଡ଼୍ କରିଛି। 2 ଇଞ୍ଚର ଅଦାକୁ ଗ୍ରେଟ୍ କରିକି ଆଡ଼୍ କରିଛି। ଏବେ ଏସବୁକୁ କିଛି ସେକେଣ୍ଡ ପାଇଁ ଭାଜି ନେଇଛି। ଭଲସେ ଭାଜି ହେବା ପରେ ଆପଣମାନେ ଯଦି ପିଆଜ ଖାଉଥିବେ ପିଆଜ ମଧ୍ୟ ଏହି ସମୟରେ ଆଡ଼୍ କରିପାରିବେ। ଆଉ ଏଇଠି ମୁଁ କିଛି ରେଡ୍ କଲର୍ର କ୍ୟାପ୍ସିକମ୍କୁ ଆଡ଼୍ କରିଛି, ଆଉ ଗ୍ରୀନ୍ କଲର୍ର କ୍ୟାପ୍ସିକମ୍କୁ ଏସବୁକୁ ଭଲକରି ଧୋଇକି ଛୋଟ ଛୋଟ ଭାବରେ କାଟିକି ଆଡ଼୍ କରିଦେଇଛି। ଆଉ ଇଏକୁ ସେ ତେଲ ସହିତ ଭାଜି ନେଇଛି। ଏବେ ଏଥିରେ ମୁଁ ଆଡ଼୍ କରିଛି 1 ଚାମଚ ଆଡ଼୍ କରି ନେଇଛି। ଆପଣମାନେ ଚାହିଁଲେ ଚିକେନ୍ ମସଲା କି ମିଟ୍ ମସଲା ମଧ୍ୟ ଆଡ଼୍ କରିପାରିବେ। ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି, ଆଉ ଅଳ୍ପ ଟିକେ ଚିଲି ପାଉଡ଼ର ଆଡ଼୍ କରିକି ଏହାକୁ 1-2 ମିନିଟ୍ ପାଇଁ ଭଲସେ ଏମିତି ଭାଜି ନେବା। ଟିକେ ଯେତେବେଳେ ଦେଖିବେ ଯେଉଁ କ୍ୟାପ୍ସିକମ୍ଟା ଟିକେ ନରମ ହେଇ ଆସିବ, ଏହି ସମୟରେ ଆମେ ଗୋଟେ ଟମାଟୋକୁ କାଟିକି ରଖି ନେଇଥିଲି ଛୋଟ ଛୋଟ ଭାବରେ, ଏହାକୁ ମଧ୍ୟ ଆଡ଼୍ କରିଦେଇଛି। ଏହାକୁ ମଧ୍ୟ ହାଇ ଫ୍ଲେମ୍ରେ 1 ମିନିଟ୍ ପାଇଁ ଭାଜି ନେବା। ତ 1 ମିନିଟ୍ ପରେ ଏଇଠି ଦେଖନ୍ତୁ କ୍ୟାପ୍ସିକମ୍ ଟମାଟୋ ସବୁ ବଢ଼ିଆ ସେ ଭାଜି ହେଇଯାଇଛି। ଯେତେବେଳେ ଦେଖିବେ ଏମିତି ବଢ଼ିଆ ସେ ଭାଜି ହେଇଯିବ, ସେହି ସମୟରେ ଆମେ ଗ୍ରେଟ୍ କରି ରଖିଥିବା ପନିରକୁ ଆଡ଼୍ କରିଦେବା। ଆଉ ପନିରକୁ ମଧ୍ୟ ସେମିତି ଲୋ ହାଇ ଟୁ ମିଡ଼ିୟମ୍ ଫ୍ଲେମ୍ ରଖିକି ଏସବୁ ଜିନିଷକୁ ଏକା ସାଙ୍ଗରେ ଭାଜି ନେବା। ଦେଖନ୍ତୁ ମୋର এই ছোট রেসিপিটা ଆପଣମାନଙ୍କୁ ଯଦି ଟିକେ ବି ଭଲ ଲାଗୁଥାଏ ପ୍ଲିଜ୍ ଭିଡ଼ିଓଟି ଲାଇକ୍ କରିନେବେ, ଆପଣଙ୍କ ଫ୍ରେଣ୍ଡ ଆଉ ରିଲେଟିଭ୍କୁ ସେୟାର କରିନେବେ। ଆଉ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଆପଣ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ଟିକେ ସବସ୍କ୍ରାଇବ୍ କରିନିଅନ୍ତୁ। ଏଠି ଦେଖନ୍ତୁ କିଛି ସମୟ ପରେ ପାଖାପାଖି 2-3 ମିନିଟ୍ ଏମିତି ହାଇ ଫ୍ଲେମ୍ରେ ହାଇ ଟୁ ମିଡ଼ିୟମ୍ ଫ୍ଲେମ୍ ରଖିକି ପନିରଟାକୁ ଭଲସେ ଏମିତି ଭାଜି ନେଇଥିଲି। ଏଠି ଦେଖନ୍ତୁ ବଢ଼ିଆ ସେ ଭାଜି ହେଇଗଲାଣି। ତ ଲାଷ୍ଟକୁ ଟିକେ ବିଟ୍ ଲୁଣ ଆଡ଼୍ କରିଦେଇଥିଲି, ଆଉ 2 ପିଞ୍ଚ ଖଣ୍ଡେ ଗରମ ମସଲା ଆଡ଼୍ କରିଦେଇଥିଲି। ଆପଣ ଚାହିଁଲେ ଏଠି କଟା ଧନିଆ ପତ୍ର ମଧ୍ୟ ଆଡ଼୍ କରିପାରିବେ। ସବୁ ଜିନିଷକୁ ଟିକେ ଭଲକରି ଏମିତି ଗୋଳି ନେଇଛି। ଏବେ ଆମର ଫାଇନାଲି ପନିର ଭୁର୍ଜି ରେଡ଼ି ହେଇଗଲା। ଆପଣମାନେ ଏହାକୁ ଏମିତି ଗରମ ଗରମ ରୁଟି ହେଉ କିମ୍ବା ପରଟା ହେଉ କିମ୍ବା ନାନ୍ ହେଉ, ଭାତ ସାଇଡ଼ରେ ଯେମିତି ବି ଖାଇବେ ଯେଉଁଥିରେ ବହୁତ ବଢ଼ିଆ ଲାଗିବ। ମାନେ ଇନଷ୍ଟାଣ୍ଟ ଭାବରେ ତ ବନିଯିବ, ମାତ୍ର 5-10 ମିନିଟ୍ ମଧ୍ୟରେ ଖାଇବାକୁ ମଧ୍ୟ ବହୁତ ସୁଆଦିଆ ଲାଗିଥାଏ। ମାନେ ଘରେ ଥରେ ଏଇଭଳି ବନେଇ ଦେଖନ୍ତୁ। କେମିତି ଲାଗିଲା ଆଜି ରେସିପିଟା ମୋତେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ତେବେ ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓ। ରହୁଛି, ଜୟ ଜଗନ୍ନାଥ।